ପ୍ରବନ୍ଧ ବଟୁଆ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ। ବଟୁଆ ଓଡ଼ିଆମୀର ଗୋଟାଏ ଚିହ୍ନ। ଓଡ଼ିଆମୀ ମାନେ ଖାଣ୍ଟି ଓଡ଼ିଆମୀ। ବଙ୍ଗଡ଼ିଆ ବା ବିହାରଡ଼ିଆ ବା ତେଲଙ୍ଗଡ଼ିଆ ଏ ଚିହ୍ନଟଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହନ୍ତି। କଲିକତିଆ ବଙ୍ଗାଳୀ ସମାଜରେ ବଟୁଆ ଯେମିତି ଗୋଟାଏ ଛିଲିଆ କଥା, ଆମ ବଙ୍ଗଡ଼ିଆଙ୍କ ଆଖିରେ ମଧ୍ୟ ସେଇମିତି। ପାଠୁଆ ଓଡ଼ିଆଙ୍କ ନାକକୁ ବଟୁଆ ଗନ୍ଧଟା ଦି କୋଶ ଦୂରରୁ ଗନ୍ଧାଏ। ବଟୁଆଟିଏ ଦେଖିଥିଲେ ତାଙ୍କ ଆଖିରେ ଶୁଖୁଆ କଣ୍ଟା ଗଳିଯାଏ। ବଙ୍ଗାଳୀଙ୍କର ହୁକ୍କା ଓ ତେଲଗାଙ୍କର ପିକା ଗନ୍ଧ ଠାରୁ ବଟୁଆର ଗନ୍ଧଟା କିଛି ବେଶୀ ଦୁର୍ଗନ୍ଧ ନୁହେଁ। ବଟୁଆର ସୌନ୍ଦର୍ଯ୍ୟ ତାଙ୍କ ଅପେକ୍ଷା କିଛି କମ୍ ନୁହେଁ। ତଥାପି ବଟୁଆ ଓଡ଼ିଆଙ୍କ ଭଳି ହସକୋଳି ବା ଥଟ୍ଟାବଳି ଘର ମାଡ଼, ବାହାର ମାଡ଼ ଖାଇ ଆସ୍ତେ ଆସ୍ତେ ପଛେଇଲାଣି। ଦିନକୁ ଦିନ ଏ ଓଡ଼ିଆ ଜାତିଟାକୁ ସାଙ୍ଗରେ ନେଇ ସେ ବଙ୍ଗୋପସାଗରରେ ବୁଡ଼ି ମରିବ। ହାୟରେ ବଟୁଆ, ହାୟରେ ବଟୁଆ, ସମ୍ପତ୍ତି ବଟୁଆ। ବଟୁଆର ଏଇ ଯେ ଗତି ହେଉଛି, ସେଇଥିରୁ ଓଡ଼ିଆ ଜାତିର ଗତି ମଧ୍ୟ ଅନୁମାନ କରିପାର। ବଟୁଆ ଆଣିଥିଲା ଓଡ଼ିଆର ଗୌରବ, ବଟୁଆ ଘେନିଯିବ ଓଡ଼ିଆର ପ୍ରାଣ। ଓଡ଼ିଆ ଯେତେବେଳେ ବଟୁଆ ଥିଲା ବେଉସା ପାଇଁ, ପାତ୍ରୀ ବ୍ୟବସାୟ ପାଇଁ, ଚାକିରି ପାଇଁ, ନାୟା ଅର୍ଜିବା ପାଇଁ, ସେତେବେଳେ ଓଡ଼ିଆଏ ପୂର୍ଣ୍ଣ ଖଣ୍ଡ ଗୋଟାଯାକ ବିଞ୍ଚି ହୋଇଯାଇଥିଲା। ସେତେବେଳେ ତା'ର ବଟୁଆଟି ନହେଲେ ଚଳୁନଥିଲା। ସେତେବେଳେ ବଟୁଆ ଖାଲି ପାନ ଗୁଆ ଗୁଣ୍ଡି ରଖିବାର ଜାଗା ନଥିଲା। ସେଥିରେ ରହୁଥିଲା ଜଡ଼ିବୁଟି ତିଳକ, କୋଥଳି, ଛୁରୀ, କତୁରୀ, ପଇସାପତ୍ର, ପାନଗୁଆ ମସଲା ଇତ୍ୟାଦି ହରିକ ଚିଜ। ଖଣ୍ଡିଏ ଗାମୁଛା, ଦିଖଣ୍ଡ ଖଣ୍ଡା, ଖଣ୍ଡେ ପିତଳ, ଖଣ୍ଡେ ଢାଳ, ଏସବୁରୁ ଗୋଟିଏ ଗଣ୍ଠିଲି ବା କୋଥଳ କାନ୍ଧରେ ଥାକୁଲ ଥାକୁଲ ବଟୁଆଟି ଅଣ୍ଟାରେ, ହାତରେ ଖଣ୍ଡିଏ ବାଡ଼ି, ମୁଣ୍ଡରେ ଠେକା, ପାଦରେ ହଳିଏ ନାଗରା ଜୋତା। ବେଶ୍ ଓଡ଼ିଆ ଏତିକିରେ ଚାଲିଲେ ଅର୍ଜନ କରି ଘର ପଇସା, ଦେଶ ପଇସା ଅର୍ଜନ କରିବାକୁ ନୁହେଁ, ବିଦେଶ ପଇସା ଦେଶକୁ ଆଣିବା ପାଇଁ ଏଇମାନେ ହେଲେ ବାଟୁଆ। ତାଙ୍କ ବଟୁଆ ଖଣ୍ଡି ଥିଲା ତାଙ୍କ ବାଟର ସମ୍ପତ୍ତି, ତାଙ୍କ ଓଡ଼ିଆମୀର ଗୌରବ, ତାଙ୍କ ଅର୍ଜନର ଉପାୟ। ସେମାନେ 7 ସମୁଦ୍ର 13 ନଈ 50 ପାହାଡ଼ ଶହ ଶହ ଜଙ୍ଗଲ ପାର ହୋଇ ଯାଉଥିଲେ, ସେ ବଟୁଆଟି ଆଉ କେହି ପାହାଡ଼ ଶହ ଶହ ଜଙ୍ଗଲ ପାର ହୋଇ ଯାଉଥିଲେ, ସେ ବଟୁଆଟି ଆଉ ସେଇ ଠେଙ୍ଗାଟିର ଜୋର। ଏହି ବଟୁଆ ଗୁଡ଼ାକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆଣୁଥିଲେ। ଏହି ବଟୁଆଙ୍କ ଧନରେ ଆଜିକାଲି କେତେ ଓଡ଼ିଆ ବାବୁ ବଡ଼ ଲୋକ ହେଇ ବଟୁଆଙ୍କ ବଂଶ ଆଜି ସରକାର ଉଚ୍ଚପାହ୍ୟା କାମଠାରୁ ଆରମ୍ଭ କରି ବେସରକାରୀ ଉଚ୍ଚପାହ୍ୟା କାମ ପର୍ଯ୍ୟନ୍ତ ହାସଲ କରି ବସିଛନ୍ତି। ମରହଟିଆ କ'ଣ ଗୁଡ଼ାଏ କହୁଛ ହେ? ବାଳଟାଏ ନା କ'ଣ? ଆଜିକାଲି ଯେମିତି ଓଡ଼ିଆମାନେ ବିଦେଶକୁ ଯାଉନାହାନ୍ତି କି ପଇସା ରୋଜଗାର କରୁନାହାନ୍ତି, ଖାଲି ସେହି କାଲେ ପୁରନ ଯନ୍ତ୍ରଗୁଡ଼ା ଯେମିତି ଯାଇ ପଇସା ରୋଜଗାର କରୁଥିଲେ, ଛି ଛି, ତାଙ୍କର ମଳି ମୁଣ୍ଡ, ତାଙ୍କ ମଳି ଗାମୁଛା, ତାଙ୍କ ଗନ୍ଧିଆ ବଟୁଆ, ତା'ର ପୁଣି ତୁଳନା ଆମ ଏ ଓଡ଼ିଆ ସଭ୍ୟମାନଙ୍କ ସାଙ୍ଗରେ? ପାଗଳ କିନ୍ତୁ ବାବୁମାନେ। ସେମାନେ ଆଣୁଥିଲେ ଶହ ଶହ ହଜାର ହଜାର ପାଦପୂଜା ପାଇଁ, ବେଉସା କରି, ହାକିମ କରି। ତୁମେ ଯାଉଛ 10-15 ଟଙ୍କାର କୁଲି କରିବା ପାଇଁ। ସେଥିରେ ପୁଣି ତୁମେ ଗୋଟାଏ ଟିଣ ବାକ୍ସ, ଗୋଟାଏ ସେଜ ଗଣ୍ଠିଲି, ଗୋଟାଏ ବାସନକୁସନ ଜାଗା, ଆଉ ତାକୁ ନେବା ପାଇଁ ତୁମର ଦରକାର ଗୋଟାଏ ଅନ୍ତତଃ କୁଲି। ସେମାନେ ଯାଉଥିଲେ ଆଣିବା ପାଇଁ, ତୁମ ଯାଉଛ ଗୋଲାମୀ କରି। ତୁମେ ଯେବେ ବଡ଼ିମା ଛାତି ଟିକିଏ ନିରୀଖି କରି ଦେଖିବ, ତାହେଲେ ତୁମେମାନେ ବୁଝିପାରିବ ଯେ ଏହି ବଟୁଆ ଓ ସୁଟକେସ୍ ଲଢ଼େଇରେ ବଟୁଆର ସିନା ଜିତ୍, ତୁମ ସୁଟକେସ୍ର ନୁହେଁ। ତେବେ ଆମେ ବଟୁଆକୁ ଘୃଣା କରୁ କାହିଁକି? ତୁମେ କ'ଣ ଭାବୁଛ ଯେ ଆମର ଆଖି ନାହିଁ, ଆମର ବୁଦ୍ଧି ନାହିଁ, ଆମର ଶିକ୍ଷା ନାହିଁ? ଖାଲି ତୁମେ ପାଠୁଆ, ତୁମେ ବୁଦ୍ଧିଆ। ତୁମର ଆଖି ଅଛି, ସେ ଖେଳ କଣ୍ଡେଇ ଆଖି। ତୁମର ବୁଦ୍ଧି ଅଛି, ସେ କାଉଁରିଆ ମନଭୁଲା ବୁଦ୍ଧି। ତୁମର ଶିକ୍ଷା ଅଛି, ସେଇ ପୋଷାଶୁଆର ଶିକ୍ଷା, ଯାହା ପଢ଼ିଛ ଜଟାମାରି ବୋମାଏ। ତା ଛଡ଼ା ମନକୁ ଗୋଟିଏ କିଛି କାଢ଼ିବାର ଶକ୍ତି ନାହିଁ। ଥିଲେ ତୁମେ ଦେଖୁଥାନ୍ତ, ତୁମର ଏଇ ସାଇବାଣୀମାନେ ସଭ୍ୟ ଉନ୍ନତି ଉଚ୍ଚ ଶିକ୍ଷିତ ସାଇବାଣୀମାନଙ୍କର ହ୍ୟାଣ୍ଡବ୍ୟାଗ୍ ହାତଥଳି ଦେଖୁଛ ତ? ସାଇବାଣୀମାନଙ୍କର ହେଭରସ୍ୟାକ୍ ବା ନାପ୍ସାକ୍ ଅର୍ଥାତ୍ ଝୁଲାମଣି ଦେଖିଛ ତ? କହ ତ? ଏ ହ୍ୟାଣ୍ଡବ୍ୟାଗ୍ ସାହାବକାର ନାପ୍ସାକ୍ ଅପେକ୍ଷା ଆମ ବଟୁଆ କୋଉ ଗୁଣରେ ନିକୃଷ୍ଟ? ସାଇବାଣୀ ଓ ସାଇବ କୁଆଡ଼େ ଯିବେ? ତାଙ୍କ ସାଙ୍ଗରେ ଏଉଟା ବରାବର ଥିବ। ଆଉ ତା ଭିତରେ ମୁହଁମୁଖା ଗୁଣ୍ଡାରୁ ଆରମ୍ଭ କରି ରାତି ଦରକାରୀ ରବର ବୁଣା ପର୍ଯ୍ୟନ୍ତ, ପିକାଠାରୁ ଆରମ୍ଭ କରି ରୁଟି ପର୍ଯ୍ୟନ୍ତ ସବୁ ମାଲ ମହକୁଦ ଥାଏ। ଆମର ବଟୁଆରେ ମଧ୍ୟ ଆମର ଲୋଡ଼ା ସବୁ ଜିନିଷ ରହେ। ତାଙ୍କର ଏଇ ଥଳିଗୁଡ଼ାକ କନାରେ ତିଆରି, ଆମ ବଟୁଆଗୁଡ଼ାକ ମଧ୍ୟ କନାରେ ତିଆରି। ତାଙ୍କ ବ୍ୟାଗ୍ଗୁଡ଼ିକ ଚହଟ ଚିକ୍କଣ ବେଳେବେଳେ ହୋଇଥାଏ,
आम बटुआरे मध्य रूपाफोला चित्रकर्ण्य नहीं चहट चिक्कण कराए। खाली प्रभेद एतिकी जे तांको बैग गुड़िक बंद हेले मध्य तार मुह मान ओसारिया आउ बटुआ बंद हेले तार मुहा गोजिया। जेपरी सेपरी हेबा गोटाए कारण अच्छी से होची जातिर लक्षण। साइब साइबाणी माने काम बेले तो गर्जन करती, काम नथिला बेले मध्य गर्जन करुथांती। गर्जन करिबा तांको जातिर लक्षण। बिलात सिंह ता जन्मदिनु गलण न करी रखी शिखे नाही। कामुड़ा जोरे जेते नुहे खाली गर्जन जोरे बिलात सिंह पृथ्वीटा माड़ी बसिछि। ए भोकिला बुल्लार भोक नुहे, दरकार बेले कामुड़े मध्य। भुकी भुकी जेबे हाड़ खंडक तार कुकुर मुहर मारिनेला तेबे तो भल, जेबे भुकिबार काम हासल नुहे ताहले कामुड़ी मध्य दिए। भुकिबा पछकू कामुड़िबा धमकटा अछि बोली तांको गर्जन को लोके डरी जाती। आम पूर्वपुरुष आमर ओडिया षंढ काम बेले गर्जन करुथिले। काम सरीगले मुह बंद करी घरे रोहुथिले। खाली मिछ बोबाली ए जातिटा जानि नथिला। ओडिया सैन्य, ओडिया बेपारी, ओडिया नाबाली, ओडिया बाटुआ देश जय करी बेपार करी रोजगार करी जाउथिले। फुकार करी देउथिले, गीत गाउथिले, खूब पाटितुंड करुथिले। काम हासिल करी जेतेबेले घर को फेरुथिले सेतेबेले घरणी मानक पाखरे एका बेलके मुहरे 144 धारा। खंडा तलवार धोईदेले लंगड़ मुठी धरिबा और लंगड़ मुठी छाड़ी देई खंडा तलवार धरिबा सेमानक पक्षरे जेपरी सहज थिला। बाटर दुख क्लेश सांगरे घरणीक कळी छाती रे आखि बुझी पड़ी रहिबा केवल अदल बदल होई सेहीपरी सहज थिला। से हेतुरु बटुआटी थिला तांकर चिरसाथी। समुद्रर अतल पानी रे बटुआ, युद्ध क्षेत्र रे बटुआ, मशाणी भूईरे बटुआ, किली सदनर करीन्द्र दंत पलंक पाखरे मध्य बटुआ। चिर जाग्रत थिला ए जाति, चिर जाग्रत अछि मध्य बिलात जाति। तांको हैंडबैग, हावरसाक और नैपसाक सबुबेले हाथ पाखरे, सबुबेले तियारी। किंतु आमे परगतिया आड़डिया सभ्य शिक्षित ओडियांक नाककू, कानकू, आखिकू, मुंडकू ए अंटाकू ए बटुआ असुंदर अकडिया। टिके बसीचा ए बटुआ ओडिया अकडिया, बाटुआ, अखुआ, परगतिया, आगडिया इत्यादि शब्द गुड़ाक मो मनरे गोटाए बड़ गुरुतर कथा मन पकई देइछि। थरक थर देखिथिली जड़े बड़ मुंडिया बड़खिया देतेरे सेया कौन करिबी। मुझे सेइथिरे बड़ी आसीछि कहिथिली जड़े ख्यातनामा प्रसिद्धनामा साहित्य महारथी लिखिथिले जे आमे ना पछरे ए जे आकारटा जे जोड़ी दऊ अर्थात बलराम को बलिया, बलराम कलाराम को कालिया, बाउरी बंधु को बाउरिया, मधुसूदन को मधुआ, हरिश्चंद्र को हरिया, कालिंदी को कालिया, बैकुंठ को बइया इत्यादि बोली डाकू। एटा आम जातिर सभ्यतार चिन्ह। ए आटा को ना पर को का करदेबा को हेबो तेबे ता जगारे कौन बसेब ना बदली तो फेरे गोटाए डाकना अछि रहिबा दरकार। देख देखी आउ जाति माने कौन डाकना दियंती। बिहारी माने मध्य ए आटा डाकनाटा को पछरे लगांती। जेपरी जमुना को जमुनुआ, बेतुआ को बातुआ, राम को रामुआ इत्यादि। बिहारी गुड़ाक अतएव आमरी परी असभ्य। तांको पाखरे जाई की लाभ। राष्ट्रपति राजेंद्र प्रसाद, बाबू जयप्रकाश नारायण एमाने आमर गुरु। आंको पाद चाटिबार दोष नाही। एमानकर घर बाहिर हेले मध्य एमाने कोन बिहारी की। एमाने परा भारत वर्ष बोली जो अलगा देशटा अछि ना सेई देशर धनुर्धरा ताहेले उपाय। देख तो बंगाली माने कौन करुछंदी एथिरे। एई तो ठीक। हरि की कहबे हरे, मधु को कहबे माधव, कालिंदी की कहबे कालिंदे, बैकुंठ को कहबे बैकुंठे, ओडिया को कहबे उड्डे। बेस एई ठीक। बंगाली जाति भारी सभ्य, खूब उच्च शिक्षित। अतएव आमर ए असभ्य प्रथाटा छाड़ी देई तांकर से सभ्य प्रथाटा नबा आमर खाली उचित नुहे, एका बेले धर्म। जाऊ एटा खाली फालतू कहूली। आमे सबू कथा अप्रस्तुत। जहाँ कहते पाग बांधु बांधु कचेरी बरखास्त, से कथाटा ठीक आमरी उपरे भावे। जड़े लाट सभार सभ्य आमर लाट सभा को जिबा भारी दरकार। दलपति कड़ा हुकुम जीवाकू पड़िबो। लाट सभार सभ्य माने से थरक गोटाए किछि सुनाहाती कि हीरा छड़ी अर्जन करिबार जोगाड़ करिथांती। आम ओडिया सभ्य घरणीक सांगरे रांधिबाकू बसिगले। घरु जाउछंती जेतेबेले मुठे भल करी पेटकू न खाई जिबे किमितिया। तरबर होई रोषेई हेला, तरबर होई खियापिया हेला, तरबर होई मटर रे चढ़ी स्टेशन को जाई देखंती जे गाड़ीटा भी तरबर होई प्राय घंटा को आगरू पळेलानी।
ସଭ୍ୟ ଆମର ମୁହଁରେ ମହାବ୍ୟସ୍ତ ଓ ପେଟରେ ମହାଖୁସି ହୋଇ ଫେରିଲେ ଘରକୁ। ଓଡ଼ିଆ ପୁଅ ବାହାରକୁ ଯିବେ, ପାନ ଦୁଇ ଖଣ୍ଡ ତ ଦରକାର, କିନ୍ତୁ ପାନ ଦୁଇ ଖଣ୍ଡ ଯେ ତିଆରି ନାହିଁ, ଠିକ୍ ଶେଷ ବେଳକୁ ମନେ ପଡ଼ିଯିବ ସେଇ କଥା। ଆଉ ତାପରେ ଲାଗିଲା ବାହାର ବେଳେ ବାଇଗଣ ରୁଆ। ଅଥଚ ବଟୁଆ ଖଣ୍ଡକ ଯେବେ ଆମେ ରଖିଥାଉ, ତାହେଲେ ଆଉ ଦରକାର ଥିଲା କ'ଣ? ବାହାରିଲା ନା ବାହାରିଲା। ବଟୁଆ ଖଣ୍ଡି ଅଣ୍ଟାରେ ଖୋସି ଚାଲିଲି। ଜୁଠେଇ ଦରକାର ହେଲା ଖୋଲିଲି। ପାନ ଖାଇଲି, ଫେରେ ଚାଲିଲି। ଏ ଆଜିକାଲି ନନ ଆମ ହାତରେ ହେଉନାହିଁ। କୌଣସି କାମରେ ଘରୁ ଗୋଡ଼ କାଢ଼ିଲେ ଆମର ଲାଗିଯାଏ 60 ମହଣ ଘିଅ ଆଉ ରାଧାଙ୍କ ନାଚ। ଆଗ ସାଚ ଜାତିର ଏ ଲକ୍ଷଣ ନୁହେଁ। ଜାତି ଆଗେ ବଢ଼ିବା ଦରକାର, ତା'ର ଦିନ ଓ ରାତି ପ୍ରତି ମୁହୂର୍ତ୍ତରେ ତିଆରି ଥିବା ଉଚିତ। ଯେକୌଣସି ବେଳେ ଦରକାର ପଡ଼ିଲେ 5 ମିନିଟ୍ ମଧ୍ୟରେ ସେ ବାହାରି ଆସିବା ଦରକାର। ମୋର ମନେ ପଡ଼ୁଛି, ଥରେ ଜଣେ କଂଗ୍ରେସ ନେତା ଓ ଲୋକସଭା ମେମ୍ବର ଆଉ ମୁଁ କୌଣସି ମଫସଲ ଜାଗାକୁ ଯିବାର ଠିକ୍ କରିଥିଲୁ। କଥା ହୋଇଗଲା ଯେ ଆମେ ବାହାରିବୁ ଠିକ୍ ସକାଳ ବେଳା, ଆଉ ଯାଇ ପହଞ୍ଚିଯିବୁ ଠିକଣା ମୁଣ୍ଡରେ ପ୍ରାୟ 6ଟା ସମୟରେ। ସେପରି ଲୋକେ ଆସି ବେଶୀ ବେଳ ଯାଏଁ ଅପେକ୍ଷା କରି ନ ବସନ୍ତି। ମୁଁ ଠିକ୍ 4ଟା ବେଳେ ମଟର ଗାଡ଼ି ନେଇ ମେମ୍ବର ସାହେବଙ୍କ ଦୁଆରେ ପହଞ୍ଚିଲି। ମଟର ପେଁକାଳି ବଜାଇଲି, କିନ୍ତୁ ହୁଲଚୁଲ ନାହିଁ। ଚପରାସି ପଠାଇ ଦୁଆର ମୁହଁରେ ବହେ ପାଟିତୁଣ୍ଡ କରିବା ପରେ ମେମ୍ବର ସାହେବ ଆଖି ମଳି ମଳି ନିଦ ବାଉଳରେ ଉଠି ଆସିଲେ। ଅପେକ୍ଷା କରିବାକୁ କହିଲେ। ତାପରେ ଚାଲିଲା ନିତ୍ୟକର୍ମ, ଖିଅର ବାର, ଗାଧୁଆ ପାଧୁଆ, ମାଙ୍ଗ ଭଙ୍ଗା ଲୁଗା ପିନ୍ଧା। ଆମେ ବାହାରିଲା ବେଳକୁ ସେଇଠି ହେଲା 6ଟା। ଠିକଣା ମୁଣ୍ଡରେ ପହଞ୍ଚିଲୁ ପ୍ରାୟ 9ଟାରେ। ଲୋକେ ପାହାନ୍ତିଆରୁ ଆସି ପୋକଜୋକଙ୍କ ପରି ସାଲୁ ସାଲୁ ହେଉଥାନ୍ତି। ଆଉ ଏ ଯେ ଦେଶ ସେବକ ନେତା, ଏ ହେଲେ ସ୍ୱରାଜ ଯୁଦ୍ଧର ସେନାପତି, ଗରିବ ଦୁଃଖୀଙ୍କ ରଙ୍କିଙ୍କର ମା ବାପା। କିନ୍ତୁ ବାବୁ, ତୁମେ ଯାହା କହିଲ, ସେଥିରୁ ଜଣାପଡ଼ିଛି ତୁମେ ଏ ସମୁଦାୟ ଦେଶକୁ ଗୋଟାଏ ଯୁଦ୍ଧ ଛାଉଣୀ ବନାଇବାକୁ ଚାହଁ। କିନ୍ତୁ ଆମେ ତ ଆଉ ଦେଶ ଜୟ କରୁନାହୁଁ ଯେ ଆମେ ଏକାବେଳେ ଖଣ୍ଡେ ଉଞ୍ଚେଇ ବସି ରହିବୁ। ଏ ସଭ୍ୟତାର ଯୁଗ ଆଲୁଅର ସମୟ। ଏ ଅନ୍ଧାରୀ ଅସଭ୍ୟ ଯୁଗରେ ଯାହା ଦରକାର ଥିଲା, ଇଲେ ଏସବୁର କି ଦରକାର? ଭୁଲ ବୁଝିଛ ଭାଇ, ଭୁଲ ବୁଝିଛ। ତୁମେ ଦେଶ ଜୟ କରି ନ ପାର, କିନ୍ତୁ ତୁମକୁ ଯୁଦ୍ଧ ଛାଡ଼ିବ ନାହିଁ। ଖଣ୍ଡା ତଲୁଆ ଯୁଦ୍ଧ ବନ୍ଦ ହୋଇ ଯାଇପାରେ, ଦରକାର ହୋଇ ନ ପାରେ, କିନ୍ତୁ ଅଜ୍ଞାନତା, ଅସଭ୍ୟତା, ଜଡ଼ତା ସାଙ୍ଗରେ ତୁମକୁ ଯୁଦ୍ଧ କରିବାକୁ ପଡ଼ିବ। ସଭ୍ୟତାର ଯୁଦ୍ଧ ଖାଲି ଖଣ୍ଡା ତଲୁଆର ଗୁଳିଗୋଳାରେ ସରିଯାଏ ନାହିଁ। ଖାଲି ସେଇତକରେ ସଭ୍ୟତାର ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ। ସଭ୍ୟତା କିଛି ଆମ୍ବ ଫଳ ନୁହେଁ କି ସପୁରୀ ଫଳ ନୁହେଁ। ସଭ୍ୟତା ହେଉଛି ଅଶରୀରୀ ବାଣୀ, ଶୂନ୍ୟ ବାଣୀ, ଗୋଟାଏ ମତଲବ, ଗୋଟାଏ ଧାରଣା, ଗୋଟାଏ ବିଶ୍ୱାସ ମାତ୍ର। ଖଣ୍ଡା ତଲୁଆର ଯୁଦ୍ଧ ଧନଜନ ପାଇଁ, କିନ୍ତୁ ସଭ୍ୟତାର ଏହି ଶୂନ୍ୟ ବାଣୀ ଯୁଦ୍ଧ କରିବାକୁ ହେଲେ ଖଣ୍ଡା ତଲୁଆର ଗୁଳିଗୋଳା ଯେତେ ଦରକାର ହୁଏ ନାହିଁ, ତା ଅପେକ୍ଷା ବେଶୀ ଦରକାର ପାଟିତୁଣ୍ଡର ଯୁଦ୍ଧ, କାଳି କଲମର ଯୁଦ୍ଧ। ଶଙ୍କରଙ୍କର ଭାରତ ବିଜୟ ଅଶୋକଙ୍କର ଭାରତ ବିଜୟଠାରୁ କୌଣସି ମତେ ହୀନ ନିକୃଷ୍ଟ ନୁହେଁ। ସତରେ କହିବାକୁ ଗଲେ ଅଶୋକ ଖଣ୍ଡା ତଲୁଆରର ବଳରେ ଯେ ସାମ୍ରାଜ୍ୟ ତିଆରି କରିଥିଲେ, ଶଙ୍କର ତାଳପତ୍ର ଲେଖନ ଓ ପାଟିତୁଣ୍ଡରେ ସେହି ସାମ୍ରାଜ୍ୟକୁ ଭାଙ୍ଗି ଚୁରମାର କରିପାରିଥିଲେ। ସିଜାର, ଆଣ୍ଟୋଜନି, ବ୍ରୁଟସ୍, ନେରୋ ଇତ୍ୟାଦି ଖଣ୍ଡା ତଲୁଆର ବର୍ଚ୍ଛା ମୁନରେ ଯେ ସାମ୍ରାଜ୍ୟ ତିଆରି କରିଥିଲେ, ଖ୍ରୀଷ୍ଟ ଓ ତାଙ୍କର ଶିଷ୍ୟମାନେ ଭୁଜପତ୍ର ଓ ଲେଖନ ଏବଂ ପାଟିତୁଣ୍ଡ ବଳରେ ସେହି ସାମ୍ରାଜ୍ୟକୁ ଧ୍ୱଂସ କରିଥିଲେ। ହିଟଲର ଆଉ ମୁସୋଲିନି ତୋପ ମୁହଁରେ ସେ ସାମ୍ରାଜ୍ୟ ତିଆରି କରିଛନ୍ତି ଓ କରୁଛନ୍ତି। ସେ ସାମ୍ରାଜ୍ୟର ଧ୍ୱଂସ ସେଇ ଗୋଳାଗୋଳି ତୋପ ବନ୍ଧୁକରେ ଯେତେ ନ ହେବ, ତାଠାରୁ ବେଶୀ ହେବ କାଗଜ କଲମ ଆଉ ପାଟିତୁଣ୍ଡ ଜୋରରେ। ଆମେ ଏଲେ ପୁରୁଣା ଭାବକୁ ଭାଙ୍ଗି ଦେଶରେ ନୂଆ ଭାବ ଖେଳଉଛୁ, ଖୋଳିବାର ଚେଷ୍ଟା ଚାଲିଛି। ଏହା ହିଁ ଆମର ସଭ୍ୟତା। ଏ ନୂଆ ଭାବ ପୁରୁଣା ଭାବକୁ ମାରିଦେବା ହିଁ ଦେବ ନାହିଁ, କିନ୍ତୁ ମାଜିମୁଜି ଆହୁରି ଟିକେ ବେଶ୍ ଚକଚକ, ଆହୁରି ଟିକେ ବେଶ୍ ସୁନ୍ଦର ମନୋହର କରିବ। ସଭ୍ୟତା ଏଇଆ ଯେ ସଭ୍ୟତା ଯୁଗ ଯୁଗ ଧରି ତା'ର ପୁରୁଣା ମସିଆ ଖତଭାବକୁ ଧରି ବସେ, ସେ ମଲା ସଭ୍ୟତା। କିନ୍ତୁ ସେ ସଭ୍ୟତାର ଭିତରେ ଏପରି ଶକ୍ତି ଅଛି ଯେ ସେ ଦରକାର ଅନୁସାରେ ନୂଆ ଭାବ ନିଜ ଭିତରକୁ ନେଇପାରେ। ସେ ସଭ୍ୟତା ଜିଅନ୍ତା ସଭ୍ୟତା। ତେବେ ନୂଆ ରସ ନୂଆ ରକ୍ତ ନାଁରେ ନୂଆ ନାଳ ପାଣି ଯେପରି କେହି ନ ପିଅନ୍ତି, ଆମର ଏ ବଟୁଆଧାରୀ ଓଡ଼ିଆଙ୍କ ଗୋଟିଏ ସଭ୍ୟତା ଥିଲା। କେହି କେହି କହନ୍ତି ସେ ଅସଭ୍ୟତା। ଏଇ ଯେ ସେ କେହି କେହି ନାଳ ପାଣିଖିଆ ସଭ୍ୟ, ଏମାନେ ସଭ୍ୟତାର ରକ୍ତ ଓ ରସ ଚାଖି ନାହାନ୍ତି। ଚାଖିଥିଲେ ସେମାନେ ବୁଝିଥାନ୍ତେ ଜୀବ ଥିଲେ ଯିବା ରହିବା। ସେ ଜାତି ଆଡ଼କୁ ମାଡ଼ି ଚାଲିଛି। ସେ ଜାତି ଅସଭ୍ୟ ହୋଇ ନପାରେ। ଓଡ଼ିଆ ଜାତିର ଜନ୍ମଠାରୁ ଆଜି ଯାଏଁ ଯେ କୌଣସି ସ୍ଥାନରେ ଗାଦି ମାଡ଼ି ବସିନାହିଁ। ସେ ବରାବର ଚାଲିଛି, ଅନେକ ଦୂର ଚାଲି ଆସିଛି। ମହାଭାରତର ଓଡ଼ିଆ ଜାତିଠାରୁ ମହାଭାରତୀୟ ଓଡ଼ିଆ ଜାତି ଅନେକ ଆଗରେ।
ରାସ୍ତା ବଡ଼ ଦୁର୍ଗମ, ବଡ଼ ଖସଡ଼ିଆ। କେତେବେଳେ ତଳକୁ ଖସିଛି, କେତେବେଳେ ଉପରକୁ ଉଠିଛି। କିନ୍ତୁ ଉପରକୁ ଉଠିବାର ଇଚ୍ଛା ଓ ସାହସ ଏ ଜାତି ଭିତରେ ବରାବର ଜୁଆର ଖେଳିଛି। ମୁଁ ଓଡ଼ିଆ ଜାତି ସମ୍ବନ୍ଧରେ ଯାହା କହୁଛି ତା' ଅଦଳ ବଦଳ କରି ସବୁ ଜାତି ସମ୍ବନ୍ଧରେ ଲଗାଯାଇପାରେ। ଆମେ ଉନ୍ନତ ଜାତି ଅଛୁ ବା ହେବୁ କହିଲା ବେଳେ ଆମେ ଯେ ସବୁବେଳେ ଉପରକୁ ଉଠୁଛୁ ଓ ଉଠିବାକୁ ଚେଷ୍ଟା କରୁଛୁ, କଥାଟା ମାନିବାକୁ ପଡ଼େ। ତେବେ କଥା ହେଉଛି, ଗୋଟାଏ ଉନ୍ନତ ଜାତିକୁ ତୁଟି ଚିପି ମଡ଼ା କରି କାନ୍ଧରେ ପକାଇ ବୁହାଇ ନେବାକୁ ଚେଷ୍ଟା କରାଯାଇଛି। ମୋର ହିମାଳୟ ପର୍ବତ ଶିଖରକୁ ଉଠିବାକୁ ଦରକାର। ମୁଁ ଚେଷ୍ଟା କରି ଠିକ୍ ଶିଖି କଷ୍ଟ ସହି ନିଜ ଗୋଡ଼ରେ, ନିଜ ଉଦ୍ୟମରେ, ନିଜ ଆତ୍ମଜୋରରେ ଉଠିପାରେ। ଅଥବା ତୁମେ ଦୁଇଜଣ ମୋତେ ମଲା ଭଳିଆ କରି ପକେଇ କୋକେଇରେ ତୁମ କାନ୍ଧରେ ଉଠାଇ ନେଇପାର। ଟିକିଏ ସେ ଭଲ। କିଏ ସେ ଭଲ? ଲକ୍ଷ୍ୟ ଏକ ହେଲେ ମଧ୍ୟ ସାଧନାର ପ୍ରଭେଦ ଲକ୍ଷ୍ୟ ହାନିମାନ ହୋଇଯାଇପାରେ। ତା'ର କାରଣ ହେଉଛି, ଧର ମୋର ଏଇ ହିମାଳୟ ଶିଖକୁ ଯିବା। ହିମାଳୟ ଶିଖରେ ବରଫ ଭରା, ଭାରି ଶୀତ, ଭାରି କାକର। ମୁଁ ଯେବେ ନିଜେ ଚଢ଼ିଯାଏ, ତାହେଲେ ଏ ଶୀତ ଆକାର ଆସ୍ତେ ଆସ୍ତେ ମୋ ଦେହ ସହ୍ୟା ହୋଇଯାଇଥିବ। ବରଫ ଦେହରେ ଚାଲି ଚାଲି ବରଫରେ କେମିତି ଗୋଡ଼ ନ ଖସି ଚାଲିବାକୁ ହୁଏ, ସେ କଥା ଶିଖିଯାଇଥିବି। ଶିଖରରେ ପହଞ୍ଚିଲେ ମୋର ଆଉ ଶୀତ କାକର ବା ଗୋଡ଼ ଖସାକୁ ଭୟ ନଥିବ। ମୁଁ ନିଶ୍ଚିତ ଭାବରେ ବେପରୁଆ। ଦେବତାମାନଙ୍କ ସଙ୍ଗରେ ଜଣେ ହୋଇ ବସି ଚନ୍ଦ୍ରମଧୁ ପିଇ ଚାଲିବି। ଖସଡ଼ା ବରଫରେ ଗୋଡ଼ ଖସି ମୁଁ ଯାଇପଡ଼ିବି ରସାତଳରେ। ମୋର ଗୋଡ଼ ହାତ ଭାଙ୍ଗିଯିବ। ମୁଣ୍ଡ ଦିହି ଛିନ୍ନିଭିନି ହୋଇ କୁଆ କୁକୁର ପେଟ ପୂରାଇବେ। ଅଥଚ ଏଣେ ପୁଣି ତମର ମୋତେ ନେଇ ସେଠାରେ ପହଞ୍ଚିବା କଷ୍ଟକର ଓ ଗୋଡ଼ ଖସାକୁ ଭୟ ଥିବ। ମୁଁ ନିଶ୍ଚିତ ଭାବରେ ବେପରୁଆ। ବଡ଼ ପଡ଼ା ଉଠା ରାସ୍ତା, କଣ୍ଟା ଝଣ୍ଟାରେ ଦୁର୍ଗମ, ବରଫ କାକର ପିଛଳ। ଏକା ଏକା ଯିବାର କଷ୍ଟ, ସେଥିରେ ପୁଣି ଭାର ବହିଯିବା ଆହୁରି କଷ୍ଟକର। ତୁମେ ଖୁବ୍ ସମ୍ଭବ କରି ପାରିବ ନାହିଁ। ଖୁବ୍ ସମ୍ଭବ ତୁମେ ଆଉ ମୁଁ ସାଙ୍ଗ ହୋଇ ରସାତଳରେ ପଡ଼ି ବୁଡ଼ି ମରିବା। ଯେଉଁମାନେ ଜାତିକୁ ନ ଚଳେଇ ତା'ର ବାଟମଣେଇ ନେବାକୁ ସନ୍ତୁଷ୍ଟ ନ ହୋଇ ତାକୁ ଏକାବେଳେ ସେମାନେ ଅସୁର କାନ୍ଧରେ ଉଠାଇ ନେବା ପାଇଁ ଇଚ୍ଛା କରନ୍ତି, ସେମାନଙ୍କର ଏ ଅବସ୍ଥା ହେବ ନିଶ୍ଚୟ। ପୃଥିବୀର ଇତିହାସ ଏହାର ପ୍ରମାଣ। ଜର୍ମାନୀ ନା ପୃଥିବୀର ଚାରିଆଡ଼େ ଡିବି ଡିବି ବାଜିଥିଲା କାହିଁକି? ଜର୍ମାନୀର ବ୍ରିଟିଶ ବା ଫ୍ରେଞ୍ଚ ଜାତି ଭଳି ବଡ଼ ସାମ୍ରାଜ୍ୟ କେବେ ନଥିଲା। ୟୁରୋପ ଭିତରେ କେବଳ ସମ୍ରାଟ ଫ୍ରେଡରିକଙ୍କ ଛଡ଼ା ବଡ଼ ଯୁଦ୍ଧରେ କୌଣସି ଜର୍ମାନ ରାଜା ପଶିନାହାନ୍ତି। ତଥାପି ଜର୍ମାନ ଥିଲା ବଡ଼। ତା'ର ବିଜ୍ଞାନ, ତା'ର ସଙ୍ଗୀତ, ତା'ର ଦର୍ଶନ ହେତୁରୁ। ୱାଗନର, ସଫନେର, ଗେଟେ, ଆଇନଷ୍ଟାଇନ ଇତ୍ୟାଦି ସମସ୍ତେ ଜର୍ମାନୀବାସୀ। ଏହିମାନଙ୍କ ହେତୁ ଜର୍ମାନୀ ହୋଇଥିଲା ବଡ଼। ଜର୍ମାନୀ ଜାତିର ସାମ୍ରାଜ୍ୟ ନଥିଲା, ତଥାପି ଜର୍ମାନୀ ଜାତି ପୂଜା ପାଉଥିଲା ସବୁଆଡ଼େ। ଜର୍ମାନୀ ବ୍ୟବସାୟ କରୁଥିଲା। ଜର୍ମାନୀ ଲୋକଙ୍କର ବିଶ୍ୱାସ ଥିଲା ତାଙ୍କ ଜିନିଷର କାର୍ଯ୍ୟ ହେଉଥିଲା। ଧନ ଜନ ଯଶରେ ଜର୍ମାନୀ ଉଛୁଳି ପଡ଼ୁଥିଲା। ବିସ୍ମାର୍କକୁ ଏ ଗୁଣ ଆଉ ଭଲ ଲାଗିଲା ନାହିଁ। ତାଙ୍କର ଇଚ୍ଛା ହେଲା ସେ ପୃଥିବୀବ୍ୟାପୀ ଗୋଟାଏ ଜର୍ମାନୀ ସାମ୍ରାଜ୍ୟ ବସାଇବେ। ସେ ଭାବିଥିଲେ ଜର୍ମାନୀ ଜାତିର ମତି ଗତି ଯାହା ହେଉ ପଛକେ ତାକୁ ଭାଙ୍ଗି ତା ସ୍ଥାନରେ ବିଲାତ ଚାଲ ଚଳାଇବାକୁ ପଡ଼ିବ। ଏ ଜର୍ମାନୀ ଜାତିଟାକୁ ସଙ୍ଗୀନ ସେଜରେ ବସାଇ ଜର୍ମାନ ଯୁଦ୍ଧ ରାକ୍ଷସଙ୍କ କାନ୍ଧରେ ସ୍ୱର୍ଗରେ ପହଞ୍ଚାଇ ଦେବାକୁ ପଡ଼ିବ। ତା'ର ଫଳ ହେଲା ଗଲା ଜର୍ମାନୀ ଯୁଦ୍ଧ। ଜର୍ମାନୀରେ ଯାହା ଥିଲା ସବୁବେଳେ ତଥାପି ରହିଯାଇଥିଲା ଜର୍ମାନୀର ବ୍ୟବସାୟ ସାଧୁତା। ତାରି ବଳରେ ଜର୍ମାନୀ ପୁଣି ଉଠି ପାରିଥାନ୍ତା। ଜର୍ମାନ ଜାତିର ମନୋବଳ, ବୁଦ୍ଧିବଳ ପୁଣି ତା'ର ସାମ୍ରାଜ୍ୟ ଫେରାଇ ଆଣିଥାନ୍ତା। କିନ୍ତୁ ହିଟଲରଙ୍କର ତର ସହିଲା ନାହିଁ। ସେ ବର୍ଷକୁ ବର୍ଷ ଦେଖାଇ ଦେବାକୁ ଲାଗିଲେ ଯେ ଜର୍ମାନର କଥାରେ ବିଶ୍ୱାସ ନାହିଁ। ସେ ଭାବିଲେ ବିଲାତ ପେଞ୍ଚ ଖେଳି ସେ ପୁଣି ଜର୍ମାନୀକୁ ତାଙ୍କ କାନ୍ଧରେ ଉଠାଇ ନେବେ। ଜର୍ମାନର ମନବୁଦ୍ଧି, ବିବେକ, ବିବେଚନା ସବୁ ହିଟଲରଙ୍କ ପାଦତଳେ ବଳି ଦିଆଗଲା। ତାଙ୍କର ମୁହଁ ବୁଡ଼ରୁ ଇଂରେଜ ଲୋକଙ୍କ ମୁହଁ ଭୁରୁଡ଼ି ବଳିଗଲା। ସାହିତ୍ୟ, ବିଜ୍ଞାନ, ଦର୍ଶନ ଓ ସଙ୍ଗୀତର ଜନ୍ମଭୂମି ବୋଲି ଜର୍ମାନୀ ଯେ ପରିମାଣରେ ସ୍ନେହ ସହାନୁଭୂତି ପୃଥିବୀରୁ ପାଉଥିଲା, ବର୍ତ୍ତମାନ ସେତିକି ପରିମାଣର ଭୟ ଘୃଣା ଜନ୍ମାଇଲା। ଜର୍ମାନୀର ଅସଲ ରାଜ୍ୟ ମନୁଷ୍ୟ ସଭ୍ୟତାରେ ତା'ର ଉଚ୍ଚସ୍ଥାନ ଯାଇଛି। ନିଆଁଗିଲାଙ୍କ ଭିତରେ ଯେ ସ୍ଥାନ ପାଇଁ ସେ ବଡ଼େଇ କରିଥିଲା, ସେ ମଧ୍ୟ ଯିବା ଉପରେ। ଜାତିକୁ ତା'ର ଚିରାଚରିତ ବାଟରେ, ତା'ର ଚିରାଚରିତ ଓ ସଭ୍ୟତାର ନୀତିରେ ଚଳାଇ ନେବା ଦେଶ ନେତା ଓ ଦେଶ ସେବକର କର୍ତ୍ତବ୍ୟ। ଆମେ ବଟୁଆକୁ ଘୃଣା କରି, ବଟୁଆ ସଭ୍ୟତାକୁ ଘୃଣା କରି ଏ ଜାତିଟାକୁ ଉଡ଼ାଇ ପାରିବା ନାହିଁ। ପ୍ରାୟ 50 ବର୍ଷ ହେଲା ଏ ବଟୁଆକୁ ପୋତି ଦେଇ ଏ ଜାତି ଉପରେ ଗୋଟାଏ ଏକାବେଳେ ନୂଆ ଆଦର୍ଶ ଲଦି ଦେବାର ଚେଷ୍ଟା ଜୋରସୋରରେ ଲାଗିଛି। କିନ୍ତୁ ଦେଶ ସେଥିରେ କିଛି ଉପକାର ପାଇଛି କି? ଆମେ ଗୋଟାଏ ଅଲଗା ପ୍ରଦେଶ ପାଇଛୁ, ସେ କେବଳ ସିନ୍ଧୁ ପ୍ରଦେଶରୁ ଦୟାରୁ। ଆମ ଦେଶରେ କଂଗ୍ରେସ ସରକାର ବସି ପାଇଛି।
କିନ୍ତୁ ତା ଦ୍ୱାରା ଲୋକଙ୍କର ବଡ଼ି ମରୁଡ଼ି ଦୁର୍ଭିକ୍ଷରୁ ବଞ୍ଚାଇବା ଶକ୍ତି କେତେ ବଢ଼ିଛି। ମୁଠାଏ ମୁଠାଏ ବେଶୀ ଦୁର୍ଭିକ୍ଷ ଚଳାଉ ପୁଞ୍ଜେ 6ଟା ବେଶୀ ଦବଦବା ଟଙ୍କା ମିଳିବାର ସୁବିଧା ହୋଇପାରିଥାଏ, ସେ ମଧ୍ୟ ସ୍ଥାନେ ସ୍ଥାନେ ନୀତି ଦୃଷ୍ଟିରେ। ଏଥିରେ ଲୋକଙ୍କର କି ବିଶେଷ ଉପକାର ହେଲା। ବର୍ଷରେ ମାସରେ ଖଣ୍ଡରେ ଟିକିଏ ଟେକାପାଣି ଦେବା ଦ୍ୱାରା ଗରିବ ଓଡ଼ିଆଙ୍କ ଖାଁ ଖାଁ ପେଟ ପୂରିବ। ଲାଭ ଯା ଭିତରେ ହୋଇଛି ଯେ ଗରିବ ଓଡ଼ିଆର ସାମାନ୍ୟ ପୁଞ୍ଜିରୁ ଶହ ଶହ ଟଙ୍କା ଖର୍ଚ୍ଚ କରି ଅସମ୍ଭବ ପ୍ରସ୍ତାବର ବିଚାର ପାଇଁ ଗୁଡ଼ାଏ କମିଟି କମିଶନ ବସାଇ ପୁଣି ସେହି ଅସମ୍ଭବ ସିଦ୍ଧାନ୍ତରେ ପହଞ୍ଚିଯିବା। ଥରେ ବଢ଼ି ମାରଣ କମିଟି ବସାଇ କେତେଗୁଡ଼ିଏ ବିଲୁଆ ବିଚାର ହୋଇଥିଲା ଓ ଶେଷରେ ସିଦ୍ଧାନ୍ତ ହେଲା ଯେ ଏଗୁଡ଼ାକ ପାଇଁ ପଇସା ଲୋଡ଼ା। ପଇସା ଯେତେବେଳେ ନାହିଁ ଏଗୁଡ଼ାକ କାମରେ ଆସିପାରିବ ନାହିଁ। ସେ ପାଗୁଳି ଜିନିଷକୁ ଆଉ ଥରେ ପାଗୁଳିବା ପାଇଁ ପୁଣି ଗୋଟାଏ ଦିଟା କମିଟି ବସିଲା। ପୁଣି ଚାଲିଲା ବିଲୁଆ ବିଚାର ସେଇ ପୁରୁଣା ନୀତିରେ। ଶେଷ ହେଲା ଏଇଆ ଯେ ଏଥିଲାଗି ଟଙ୍କା ଦରକାର, ଆଉ ଟଙ୍କା ନାହିଁ। ଆମର ନେତାମାନେ ଠିକ୍ କରିନେଇ ସାରିଲେଣି ଯେ ନାନ୍ୟ ପନ୍ଥା ବିଦ୍ୟେତେ ଅୟନାୟ, ପରବୁଦ୍ଧି ଛଡ଼ା ଆଉ ବୁଦ୍ଧି ନାହିଁ। ଏ ହେଉଛି ଆମ ନୂଆ ବଟୁଆ ସଭ୍ୟତାର ନୀତି। ଆମର ଉନ୍ନତି ହେଲା ନାହିଁ। ଜାତିର ଉନ୍ନତି ଏ ଦଳର ରାଜୁତି ବା ସେ ଦଳର ରାଜୁତିରେ ହୁଏ ନାହିଁ। ପୁଞ୍ଜାଏ ଦିପୁଞ୍ଜା ବଡ଼ପାଟିଆ କଥାରେ ଓ ପାଟିରେ ଜାତି ଉପରକୁ ଉଠେ ନାହିଁ। ଓଡ଼ିଶାରେ କଂଗ୍ରେସ ଏତେ ଜୋରରେ ପ୍ରସାର ହୋଇଛି, ତା'ର କାରଣ କଂଗ୍ରେସର ଆଦର୍ଶ ଆମ ବଟୁଆ ଆଦର୍ଶ ସାଙ୍ଗରେ ମିଳିମିଶି ଯାଉଥିଲା ବୋଲି। ଓଡ଼ିଆ ଲୋକେ ଆଶା କରିଥିଲେ କଂଗ୍ରେସରେ ପଶିଲେ ପୁଣି ଆମେ ବଟୁଆ ସଭ୍ୟତା ଫେରିଆସିବ। କିନ୍ତୁ ହେଲା କ'ଣ? କଂଗ୍ରେସ ରାଜୁତି ଆଗରୁ ଓଡ଼ିଶାର ଦୁର୍ନାମ ଥିଲା ଯେ ସେ ରାଜଭକ୍ତିର ଅର୍ଥାତ୍ ରାଜଶକ୍ତିବାଲା ଲୋକମାନଙ୍କ ଭକ୍ତିଭୂମି। ଆଜିକାଲି ଆମେ ହୋଇଛୁ କଂଗ୍ରେସ ନେତାଙ୍କ ଆଦର୍ଶ ବର୍ତ୍ତମାନ ରାଜଶକ୍ତିବାଲା ଲୋକମାନଙ୍କ ଭକ୍ତିଭୂମି। ମୋଟ ଉପରେ ଆମେ ଅର୍ଥାତ୍ ହାମବାର୍ଡ଼ ଆଗଚଲାମାନେ ଯାହା ଥିଲୁ ସେଇଆ ଅଛୁ, ଖାଲି ଗୋରା ହାକିମଙ୍କ ସ୍ଥାନରେ କଳା ହାକିମଙ୍କୁ ବସେଇ। ଏ ଯେବେ ସଭ୍ୟତା ହୁଏ, ସ୍ୱାଧୀନତା ହୁଏ, ତେବେ ଅସଭ୍ୟତା କ'ଣ ଆଉ ଗୋଲାମୀ କ'ଣ? ଦଳଗତ ଶାସନରେ ଦଳର ନିୟମ କାନୁନ ମାନି ଚାଳିବାକୁ ହେବ ବୋଲି ଆମର ପ୍ରକୃତି, ଆମର ସଭ୍ୟତା, ଆମର ବୈଶିଷ୍ଟ୍ୟକୁ ଆମେ ବାଦ୍ ଦେବୁ କିଆଁ? ଏ ଦୁଇଟି ଯାକ କଥା ଅର୍ଥାତ୍ ଦଳର ଶାସନ ଆମର ଏକଶିଙ୍ଗିଆ ପଣ, ଦୁଇଟା ଯାକ ଭାଇ ବୋହୂ ଦେଢ଼ଶୁର ନୁହନ୍ତି। ଆକାଶ ନହେଲେ ପାତାଳ ହେବ, କଳା ନହେଲେ ଧଳା ହେବ, ଗୋରି ନହେଲେ କାଳି ହେବ, ରାଣୀ ନହେଲେ କାଣୀ ହେବ। ଏପରି ଭାବିବାଠାରୁ ବଳି ବଡ଼ ଅନ୍ଧାମୀ ଜଗତରେ ଆଉ କ'ଣ ଅଛି? କଂଗ୍ରେସ ଦଳର ରାଜୁତି ଅଛି ଓ ଚିରଦିନ କାଏମ ରହୁ। ଯେ କଂଗ୍ରେସ ଦଳ ଅଛି ସେମାନେ ରହିବେ ଓ ରହନ୍ତୁ। କଂଗ୍ରେସବାଲାମାନେ ଓ ଅନ୍ୟାନ୍ୟ ଦଳର ଲୋକମାନେ ଦଳର ମର୍ଯ୍ୟାଦା ଓ ଶାସନ ମାନି ଚଳନ୍ତୁ। କିନ୍ତୁ ତା ବୋଲି ଆମ ଜାତିର ବୈଶିଷ୍ଟ୍ୟ, ଆମ ଜାତିର ବାହାଦୁରୀ ନାଗରିକ ଆମେ ପଛକୁ ପକାଇବୁ କାହିଁକି? ଗୋଟାଏ ଜାତିକୁ ପୋଡ଼ି ଚାଳି ଗୋଟାଏ ଆଦର୍ଶର ପୂଜାରେ ବଳିଦେବୁ କାହିଁକି? ଓଡ଼ିଆ ଚିରଦିନ ଓଡ଼ିଶା ରହିବ। ୟାର ମହାନଦୀ ମହାଭାରତୀୟ ପବନରେ ପୋତି ହୋଇଯିବ ନାହିଁ। ୟାର ସମୁଦ୍ର ଓ ୱାର୍ଦ୍ଧାର ଗରମ ପବନରେ ଶୁଖିଯିବ ନାହିଁ। ୟାର ମେଘାସାନୀ ଶିମିଳା ଗୁର୍ଜନରେ ଭାଙ୍ଗି ଚୂନା ହୋଇଯିବ ନାହିଁ। ଓଡ଼ିଶାର ଅଭାବ, ଓଡ଼ିଆର ସୁଖ ଦୁଃଖର ସୀମା ଓ ପରିସର, ଓଡ଼ିଆର ହାରି ଗୁହାରି ବୁଝି ଭଲକରି ମନ ଭିତରେ ପୂରାଇ ଓଡ଼ିଶାର ବୈଶିଷ୍ଟ୍ୟ ଦିଗରୁ ସେସବୁର ସମାଧାନ ଓଡ଼ିଆ ନେତାମାନଙ୍କର କରିବା ଧର୍ମ। ଓଡ଼ିଶାର ବଟୁଆ ଏହି କଥାଟି ଆମ ଆଖି ଆଗରେ ବିଜୁଳିବତୀ ଜାଳି ଦେଖାଇ ଦେଇଛି। ଓଡ଼ିଆକୁ ଘରଭଙ୍ଗା ପାନ ଭଲ ଲାଗେ ନାହିଁ। ଏ ପର୍ଯ୍ୟନ୍ତ ମଧ୍ୟ ମଫସଲରେ ଓଡ଼ିଆ ଘରକୁ ଅତିଥି ଥିଲେ ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ଭଳି ଟିକିଏ ଚୂନ, ଟିକିଏ ଗୁଆ, ଚେପ୍ଟା ପାନ ଖଣ୍ଡ ଲବଙ୍ଗ ମାରି ଆଣିଦିଏ ନାହିଁ। ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡ଼ି। ପାନ ଅଛି, ଗୁଆ ଅଛି, ଗୁଣ୍ଡି ଅଛି, ଚୂନ ଅଛି, ଖଇର, ଜାଇଫଳ, ଅଳେଇଚ ସବୁ ଅଛି। ଅତିଥି ତା'ର ମନ ଫାଇକା ତା ରୁଚି ମୁତାବକ ପାନ ଭାଙ୍ଗିବ ଆଉ ଖାଇବ। ମୋର ଘରକୁ ଅତିଥି ଆସିଲେ ମୁଁ ଯେପରି ମୋର ରୁଚି ଓ ମନ ତା ଉପରେ ଲଦି ଦେବି ନାହିଁ, ମୁଁ କାହା ଘରକୁ ଗଲେ ମୋର ରୁଚି ଓ ମୋ ମନ ମୁଁ କାହାରି ପାଇଁ ବଳି ଦେଇ ପାରିବି ନାହିଁ। ଏଇ ହେଲା ବଟୁଆର ଶିକ୍ଷା। ଏଇ ହେଲା ଅସଲ ଡେମୋକ୍ରାସି, ପ୍ରଜାତନ୍ତ୍ର ବା ଗଣତନ୍ତ୍ର। ଓଡ଼ିଶା ବଟୁଆ କହେ, ପ୍ରଜାର ଶାସନ ପ୍ରଜାର ହିତ ପାଇଁ, ପ୍ରଜାର ବୈଶିଷ୍ଟ୍ୟ ରକ୍ଷା କରିବା ପାଇଁ 5-7ଟା ଶାସକ ଗୋଷ୍ଠୀ ପ୍ରକାରର ହିତ ପାଇଁ, ପ୍ରଜାର ଜାତିର ସ୍ୱାଧୀନ ପାଇଁ ନୁହେଁ। ନିଜର ହିତ, ନିଜର ସ୍ୱାଧୀନତା ଡୁବେଇ ଦେବା ହେଲା ପ୍ରଜାତନ୍ତ୍ର ଶାସନର ଅସଲ ମୂଳମନ୍ତ୍ର, ଦେଶ ନେତାର ପ୍ରଧାନ ଓ ପ୍ରଥମ ଗୁଣ। କିନ୍ତୁ ଆଜିକାଲି ହେଉଛି କ'ଣ? ହିଟଲରୀ ଜର୍ମାନୀ, ଷ୍ଟାଲିନ ରୁଷିଆ, ମୁସଲିନ ଇଟାଲୀ ଓ ଜାତୀୟ ଭାରତବର୍ଷର ପ୍ରଜାର ଶାସକମାନେ ନେତାର ଖିଆଲ
ପାଇଁ ପ୍ରଜାର ରୁଚି ବୈଶିଷ୍ଟ୍ୟ ଓ ସ୍ୱାଧୀନତା ଶ୍ରଦ୍ଧା ଶ୍ରାଦ୍ଧ ଶାସନର ଉନ୍ନତି ପାଇଁ ପ୍ରଜାର ହିତ ଓ ମଙ୍ଗଳର ତିଳ ତର୍ପଣ ଜଳ ତର୍ପଣ ଓ ଶେଷରେ ବିସର୍ଜନ। ଏ ତ ଡେମୋକ୍ରାସି ନୁହେଁ, ପ୍ରଜାତନ୍ତ୍ର ନୁହେଁ, ବରଂ ଡେମୋକ୍ରାସି ପ୍ରଜା ମାରଣ ମନ୍ତ୍ର ବା ପ୍ରଜା ଭୁଲାଣିଆ ମନ୍ତ୍ର ମାତ୍ର। ଆଉ ଏଣିକି ବେଶୀ କହିବି ନାହିଁ କହିଲେ ଏ ଘରେ ରହିବି ନାହିଁ। ଏ କାଠବମ୍ବା ବାଜି ଯେବେ ତୁମର ଚେତା ନ ହେବ ତାହେଲେ ତୁମର ଚେତା କେବେ ହେବ ନାହିଁ। ତୁମେ ତୁମ ନିଜ ମନକୁ ଡେଙ୍ଗୁରା ପିଟିପାର ଯେ ଆମେ ବଡ଼ କାମ କରୁଛୁ, ଆମର ମୁଣ୍ଡ, ଆମର ମଝି, ଆମରି ଗୋଡ଼ ସବୁ ବଡ଼। କିନ୍ତୁ ସଂସାର ତୁମର ଏ ଡେଙ୍ଗୁରା ପିଟିବା ଭୁଲିବ ନାହିଁ। ତୁମେ କେତେଟା ଲୋକଙ୍କୁ କିଛି ସମୟ ପାଇଁ ବୋକା ବନାଇ ପାର, କିନ୍ତୁ ସବୁ ଲୋକଙ୍କୁ ସବୁ ସମୟ ପାଇଁ ବୋକା ବନେଇ ପାରିବ ନାହିଁ। ହିଟଲର କିଛି ଦିନ ପାଇଁ ଜର୍ମାନୀ ଲୋକଙ୍କୁ ବୋକା ବନେଇଥିଲେ କୁହୁକ ମନ୍ତ୍ରରେ। ଏବେ ଘରେ ଅନ୍ଦର ମହଲାରେ ପଡ଼ୁଛି ବୋମା। ତୁମେ ଏଇ ଲାଗେ ଲୋକଙ୍କୁ ଠକି ଦେଇପାର, କିନ୍ତୁ ବେଳ ଆସିବ ବେଶୀ ଟାଇମ୍ ଯେତେବେଳେ ତୁମ ଆନନ୍ଦ ମହଲରେ ବୋମା ପଡ଼ିବ। ସେତେବେଳେ ଆଲୋ ମାଲୋ ମରିଗଲି ଲୋ ବୋଲି ଡାକ ଛାଡ଼ି ଆକାଶ ଫଟେଇଲେ ମଧ୍ୟ କେହି ଶୁଣିବେ ନାହିଁ, କେହି ଟିକିଏ ଅଣହେଜରେ ତୁମକୁ ଚାହିଁବେ ନାହିଁ। ପର ଲାଙ୍ଗୁଡ଼ ଧରା ବଡ଼ଲୋକୀ ନୁହେଁ, ସେ ଗୋଲାମର ଗୋଲାମୀ ମାତ୍ର। ଯଦି ପ୍ରକୃତରେ ଏ ଜାତିର, ଏ ଦେଶର, ଏ ବିଶ୍ୱ ସଭ୍ୟତାର କିଛି କାମ କରି ତୁମର ନାଁ ଅମର ଅକ୍ଷରେ ଲେଖିଦେବାକୁ ଇଚ୍ଛା କର, ତାହେଲେ ନିଜ ବଟୁଆଟି ଧରି ନିଜ ବାଟରେ ନିଜ ଗୋଡ଼ରେ ଚାଲ। ଏଣିକି ତେଣିକି ଚାହଁ ଯେ ଚାଲେ, ସେ ବାଟ ଜାଣେ ନାହିଁ, ସେ ନିଶ୍ଚେ ବାଟ ଭୁଲିବ। ଯେ ବାଟ ଜାଣେ, ଯାହାର ଲକ୍ଷ୍ୟ ଠିକ୍, ସେ ତା ରାସ୍ତାରେ ଚାଲିବ। ସେ ରାସ୍ତା ଅନ୍ୟକୁ ଅସୁନ୍ଦର ଦିଶିପାରେ, ଅନ୍ୟ ନାକ ଟେକିପାରେ, ରାଗିପାରେ, ଥଟ୍ଟା ପରିହାସ କରିପାରେ, କି ଯାଏ ଆସେ ସେଥିରେ। ମୋର ବାଟ ଏ ବାଟରେ ମୁଁ ଯିବି। ସେଥିରେ ଯେବେ ମୁଁ ଲକ୍ଷ୍ୟ ସ୍ଥାନରେ ନ ପହଞ୍ଚିପାରେ, ତାହେଲେ ମଧ୍ୟ ମୋର ଗୌରବ ଓ ଜାତିର ଉନ୍ନତି। ଆଉ କ'ଣ କହିବି, ଖାଲି ଏତିକି। He either fears he fed too much, or his deserts are small, that dares not put it to the touch, to gain or lose it all। ଇଂରାଜୀ କିଆଁ ତୁମକୁ ଦେଶୀ କି? ତୁମେ କୋଉ ଦେଶୀ କି? ଏତିକିରେ ଶେଷ ହେଲା ଗୋବିନ୍ଦ ତ୍ରିପାଠୀଙ୍କ ରଚନା ବା ପ୍ରବନ୍ଧ ବଟୁଆ। ରହିଲି, ନମସ୍କାର।